କେଉଁମାନଙ୍କ ନାଁରେ ରାସନ କାର୍ଡ଼ ହୋଇପାରିବ ନାହିଁ ଏବଂ କେଉଁମାନଙ୍କର ରାସନ କାର୍ଡ଼ ବନ୍ଦ ହୋଇଯିବ ବା କଟିଯିବ ତାହାକୁ ନେଇକି ବର୍ତ୍ତମାନ ଗୋଟିଏ ଅପଡେଟ୍ ଆସିଛି। ତ ଅପଡେଟ୍ଟି କ'ଣ ରହିଛି ବର୍ତ୍ତମାନ ଚାଲନ୍ତୁ ଜାଣିନେବା। ତ ଦେଖନ୍ତୁ ଫ୍ରେଣ୍ଡସ୍, କେଉଁମାନଙ୍କର ରାସନ କାର୍ଡ଼ ହୋଇପାରିବ ନାହିଁ, ଯଦି ଆପଣମାନେ ରାସନ କାର୍ଡ଼ ଆବେଦନ କରିଛନ୍ତି ଆଉ ଆପଣମାନଙ୍କର ଏସବୁ ଅଛି ତାହେଲେ ହୁଏତ ଆପଣଙ୍କର ରାସନ କାର୍ଡ଼ ହୋଇନପାରେ, ଯାଞ୍ଚ ସମୟରେ ତାହା କାଟି ଦେଇପାରନ୍ତି। ତ ଦେଖନ୍ତୁ ପ୍ରଥମେ ରହିଛି ନମ୍ବର 1, ଗୋଟିଏ ପ୍ଲଟ୍ ଫ୍ଲାଟ୍ କିମ୍ବା ଘର ସಮೇତ 100 ବର୍ଗ ମିଟରରୁ ଅଧିକ ଜମି ଥିବା ବ୍ୟକ୍ତି ଅଯୋଗ୍ୟ ଅଟନ୍ତି। ନମ୍ବର 2, କାର କିମ୍ବା ଟ୍ରାକ୍ଟର ପରି 4 ଚକିଆ ଯାନର ମାଲିକମାନେ ଆବେଦନ କରିପାରିବେ ନାହିଁ, ଯଦି ବି ଆବେଦନ କରିଛନ୍ତି ସେମାନଙ୍କର ରାସନ କାର୍ଡ଼ ମିଳିବ ନାହିଁ। ନମ୍ବର 3, ରେଫ୍ରିଜରେଟର କିମ୍ବା ଏୟାର କଣ୍ଡିସନର ଥିବା ଘରଗୁଡ଼ିକ ମଧ୍ୟ ଯୋଗ୍ୟତା ଠାରୁ ବାଦ୍ ଦିଆଯାଇଛି। ନମ୍ବର 4, ଯେଉଁ ପରିବାରର ସଦସ୍ୟ ସରକାରୀ କର୍ମଚାରୀରେ ନିୟୋଜିତ ସେମାନେ ମଧ୍ୟ ରାସନ କାର୍ଡ଼ ପାଇପାରିବେ ନାହିଁ। ନମ୍ବର 5, ଗ୍ରାମାଞ୍ଚଳରେ ଗୋଟିଏ ପରିବାରର ବାର୍ଷିକ ଆୟ 2 ଲକ୍ଷରୁ ଅଧିକ ହେବା ଉଚିତ ନୁହେଁ ଏବଂ ସହରାଞ୍ଚଳରେ ଏହା 3 ଲକ୍ଷରୁ ଅଧିକ ହେବା ଉଚିତ ନୁହେଁ। ନମ୍ବର 6, ଆୟକର ଦେଉଥିବା ଯେକୌଣସି ବ୍ୟକ୍ତି ଏବଂ ଲାଇସେନ୍ସ ପ୍ରାପ୍ତ ଅସ୍ତ୍ରଶସ୍ତ୍ର ଥିବା ବ୍ୟକ୍ତି ମଧ୍ୟ ଅଯୋଗ୍ୟ ଅଟନ୍ତି। ତ ଆପଣମାନେ ଜାଣିପାରିଥିବେ ଏହି ଲୋକମାନେ ଯାହାକି ରାସନ କାର୍ଡ଼ ଆବେଦନ କରିପାରିବେ ନାହିଁ। ତ ଯଦି ଆପଣମାନଙ୍କର ଏସବୁ ଅଛି ତାହେଲେ ଆପଣମାନେ ଯଦି ଆବେଦନ ବି କରିଛନ୍ତି ହୁଏତ ଆପଣଙ୍କର ରାସନ କାର୍ଡ଼ଟି କଟି ଯାଇପାରେ। ଏହିଭଳି ଭାବରେ ଯାହାକି ଖବରଟି ଆସିଅଛି ଆପଣମାନଙ୍କୁ ମୁଁ ଦେଖାଇ ଦେଉଛି। ତ ଦେଖନ୍ତୁ ଏଠାରେ ନ୍ୟୁଜ୍ 18ରେ ଏହି ଖବରଟି ଆସିଛି। ସୋ ଦେଖିପାରୁଥିବେ ନ୍ୟୁଜ୍ 18ରେ ଏହା ଖବର ପ୍ରକାଶ ପାଇଛି, ଯାହାକି ଗୋଟିଏ ନ୍ୟୁଜ୍ ଚ୍ୟାନେଲ ବ୍ରଡକାଷ୍ଟିଂ ଚ୍ୟାନେଲ ସହିତ ଡିଜିଟାଲ ମିଡ଼ିଆ ତା ସହିତ ଗୋଟେ ନ୍ୟୁଜ୍ ପେପର ଏହିଭଳି ଯାହାକି ଖବରଟି ଦେଇଛି। ହୁଏତ ଏହା ଭେରିଫାଏ କରିକି ଦେଇଥିବ, ନଚେତ୍ ସେ କେଉଁଭଳି ଭାବରେ ଦେବ। ତ ଯଦି ଆପଣମାନଙ୍କର ଏସବୁ ଅଛି ତାହେଲେ ଆଗାମୀ ଦିନରେ ଆପଣଙ୍କର ରାସନ କାର୍ଡ଼ରୁ ନାଁ କଟିଯାଇପାରେ କିମ୍ବା ରାସନ କାର୍ଡ଼ଟି ବନ୍ଦ ହୋଇଯାଇପାରେ, କିମ୍ବା ଯଦି ଆପଣମାନଙ୍କର ଏସବୁ ଅଛି ତାହେଲେ ଆପଣଙ୍କୁ ରାସନ କାର୍ଡ଼ଟି ମିଳିନପାରେ। କିନ୍ତୁ ଏସବୁ ଥିଲା ପରେ ମଧ୍ୟ ଲୋକମାନେ ରାସନ କାର୍ଡ଼ ପାଉଛନ୍ତି କେମିତି? ତ ଆପଣମାନେ ଜାଣିଥିବେ ଆପଣଙ୍କର ପଞ୍ଚାୟତରେ ଏମିତି ବହୁତ ଲୋକମାନେ ଅଛନ୍ତି ଯେଉଁମାନେ କି ସବୁକିଛି ଥିଲା ପରେ ମଧ୍ୟ ସେମାନଙ୍କୁ ଆହୁରି ବହୁତ ମିଳୁଛି, ଯେମିତିକି ତେଲିଆ ମୁଣ୍ଡରେ ତେଲ କୁହାଯାଏ ସେହିଭଳି ମିଳୁଛି। ତ ଆପଣମାନେ ଦେଖିଥିବେ ଯେଉଁମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ନ ମିଳିବା କଥା ସେମାନଙ୍କୁ ମିଳୁଛି, ଯେଉଁମାନଙ୍କୁ ଯେଉଁ ସବୁ ନ ମିଳିବା କଥା ସେସବୁ ମିଳୁଛି। କାହିଁକିନା ସେମାନଙ୍କର ଭିତିରିଆ କିଛି ଥାଇପାରେ, ସେମାନେ କିଛି ଦିଆନିଆ ହେଉଥିବେ ଯାହାଫଳରେ କି ସେଭଳି କାର୍ଯ୍ୟ ହେଉଛି। ତ ବହୁତ ଲୋକଙ୍କର ରାସନ କାର୍ଡ଼ ଆବେଦନ କରି 10 ବର୍ଷ 8 ବର୍ଷ 6 ବର୍ଷ 7 ବର୍ଷ ସେମିତି ପଡ଼ିଛି। କିନ୍ତୁ ଯେଉଁମାନଙ୍କର ଚିହ୍ନା ପରିଚୟ ଅଛନ୍ତି, ରିଲେଟିଭ୍ସ ଅଛନ୍ତି ବ୍ଲକ ଅଫିସରେ, ସେମାନେ କ'ଣ କରୁଛନ୍ତି ନା ଗୋଟିଏ ମାସରେ ଗୋଟିଏ 2-3 ଦିନ ମଧ୍ୟରେ ମଧ୍ୟ ଯେଉଁ ଜଣେ ବ୍ୟକ୍ତି ମଲା ପରେ ସେ ଜାଗାରେ ତାହାକୁ ଏଡ୍ ମଧ୍ୟ କରିଦେଉଛନ୍ତି। ତ ଏହିଭଳି ହେଉଛି। ତ ଆପଣମାନେ ଜାଣିପାରୁଥିବେ ଓଡ଼ିଶାରେ କେଉଁଭଳି ଭାବରେ କାର୍ଯ୍ୟ ହେଉଛି, ବିଡି ସିଟି ପରୀକ୍ଷା ଏସବୁ କେଉଁଭଳି ଭାବରେ ହେଉଛି, କ'ଣ ସବୁ ଚାଲିଛି ଆପଣମାନେ ତ ଜାଣିଛନ୍ତି। ଆଉ କ'ଣ କହିବି, ଆଉ ସେସବୁର ପାଇଁ ଦାୟୀ ହେଉଛୁ ଆମେ ନିଜେ। କାହିଁକିନା ଆମେ ସେମାନଙ୍କୁ ସେହିଭଳି କାର୍ଯ୍ୟ କରିବା ପାଇଁ ଆମର କାର୍ଯ୍ୟ ଜଲ୍ଦି ହେବ, ଆମର କାମ ଜଲ୍ଦି ହେବ ବୋଲିକି ସେମାନଙ୍କୁ ଆମେ ଯାହାକି ଲାଞ୍ଚ ଦିଆନିଆ କରୁଛୁ। ତ ସେଥିପାଇଁ ଆମେ ଦାୟୀ। ତ ଯଦି ଆପଣ ଏହିଭଳି କରୁଛନ୍ତି ତାହେଲେ କରନ୍ତୁ ନାହିଁ। ବହୁତ ଶୀଘ୍ର ସମସ୍ତଙ୍କୁ ରାସନ କାର୍ଡ଼ ମିଳିଯିବ। ପୂର୍ବ ସରକାର ଯାହାକି ଲେଟ୍ କରୁଥିଲା, ବର୍ତ୍ତମାନ ଦେଖାଯାଉ ନୂଆ ସରକାର ଆସିଛି ଓଡ଼ିଶାରେ କ'ଣ କରୁଛି, ନହେଲେ ତାଙ୍କର ବି ନୂଆ ସରକାରର ବି ଲେଟ୍ ହୋଇଯିବ କିଛି ଦିନ ପରେ। ତ ଆପଣମାନେ ବୁଝିପାରୁଥିବେ ଲେଟ୍ ମାନେ କ'ଣ। ତ ଏହା ଥିଲା ରାସନ କାର୍ଡ଼କୁ ନେଇକି। ସୋ ଆଇ ହୋପ୍ କି ଆପଣମାନେ ବୁଝିପାରୁଥିବେ। ଏତେ ବଡ଼ ନ୍ୟୁଜ୍ ଇନଫର୍ମେସନ୍ ନୁହେଁ, ଯେଉଁଟାକି ଟିକିଏ ଥିଲା, ଯେଉଁଟାକି ଇମ୍ପୋର୍ଟାଣ୍ଟ ଖବର ଅଟେ, ଇନଫର୍ମେସନ୍ ଅଟେ ଖାଲି। ତ ଆପଣମାନେ ବୁଝିପାରୁଥିବେ ଏହା କେବଳ ଇନଫର୍ମେସନ୍ ଅଟେ। ଯେଉଁ ଭଲ ଇନଫର୍ମେସନ୍ କିମ୍ବା ଖରାପ ଇନଫର୍ମେସନ୍ ଆସିଛି ତାହା ହିଁ ମୁଁ ଆପଣମାନଙ୍କୁ ଦେଉଛି, ମୁଁ ମନମୁଖୀ ଏଠାରେ କହୁନାହିଁ। ଆପଣମାନେ ଯଦି ଜାଣିବାକୁ ଚାହୁଁଛନ୍ତି ଡିସ୍କ୍ରିପ୍ସନରେ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ଦେଇଦେଇଛି, ଆପଣମାନେ ଟେଲିଗ୍ରାମରେ ଜଏନ୍ ହୋଇକି ପଇସା ଇନକମ୍ର ଭିଡ଼ିଓ ମଧ୍ୟ ଦେଖିପାରିବେ, ବା ମାସକୁ ଯାହାକି 500ରୁ 1000 2000 ଏମିତି ଯାହାକି ଯେତେବେଳେ ଅଫର୍ ଆସିଛି ସେହି ସମୟରେ ପଇସା କମାଇ ପାରିବେ। ତା ସହିତ ଯାହାକି ଓଡ଼ିଆ ଫାଷ୍ଟଟେକ୍ ଅଫିସିଆଲ ଇନଷ୍ଟାଗ୍ରାମରେ ମୋତେ ଫଲୋ କରିକି ମେସେଜ୍ ମଧ୍ୟ କରିପାରିବେ। ମୁଁ ପ୍ରୁଫ୍ ସହିତ ଆପଣମାନଙ୍କୁ ପ୍ରୁଫ୍ ମଧ୍ୟ ଦେଇଦେବି। ସୋ ଏଇ ଥିଲା ଆପଣମାନଙ୍କ ପାଇଁ ଇନଫର୍ମେସନ୍। ସୋ ଆଇ ହୋପ୍ କି ଆପଣମାନେ ବୁଝିପାରିଥିବେ। ତ ଆଜି ପାଇଁ ଏତିକି ରହୁଛି। ନମସ୍କାର।